ଯୀଶୁ କିଏ ଅଟନ୍ତି ସେ ବିଷୟରେ ବହୁ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି। ଯେତେବେଳେ ସେ ଏହି ପୃଥିବୀରେ ଜୀବିତ ଥିଲେ ସେତେବେଳେ ସେମାନେ ତାଙ୍କ ବିଷୟରେ ଦ୍ୱନ୍ଦ୍ୱରେ ଥିଲେ, ଆଉ ଏବେ ମଧ୍ୟ ସେମାନେ ତାଙ୍କ ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି। ସେ କିଏ? ଏହି ପ୍ରଶ୍ନର ଉତ୍ତର କିପରି ଦେବେ ସେ ବିଷୟରେ ଅନେକ ଲୋକ ନିଶ୍ଚିତ ନୁହନ୍ତି। କେହି କେହି କହନ୍ତି ସେ ଜଣେ ବହୁତ ଭଲ ଲୋକ, ସେ ଦୟାଳୁ, ସେ ଦୟାରେ ବିଗଳିତ ଓ କ୍ଷମାଶୀଳ, ସେ ଲୋକଙ୍କୁ ଭଲ ପାଆନ୍ତି। ହଁ, ଏହା ସତ୍ୟ, ସେ ଲୋକମାନଙ୍କୁ ଭଲ ପାଆନ୍ତି। ଅନ୍ୟମାନେ କହନ୍ତି ସେ ଜଣେ ଭାବବାଦୀ, କାରଣ ସେ ଅଧିକାର ସହିତ ଶିକ୍ଷା ଦେଲେ। ଯେଉଁ ଘଟଣାଗୁଡ଼ିକ ଘଟିଲା ସେସବୁ ସେ ପୂର୍ବାନୁମାନ କରିଥିଲେ। ସେହି ଅର୍ଥରେ ସେ ଜଣେ ଭାବବାଦୀ ମଧ୍ୟ ଥିଲେ। କିନ୍ତୁ ଏହା ବାସ୍ତବରେ ସେ କିଏ ଅଟନ୍ତି ଏହି ପ୍ରଶ୍ନର ଉତ୍ତର ଦିଏ କି? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯାହାର ଉତ୍ତର ସମସ୍ତେ ଦିନେ ଦେବେ। ଯେତେବେଳେ ସେ ପୃଥିବୀରେ ଜୀବିତ ଥିଲେ ଲୋକମାନେ ଏହି ପ୍ରଶ୍ନ ପଚାରିଲେ ସେ କିଏ ଅଟନ୍ତି? ଆମେ ଏହାର ଉତ୍ତର ଖୋଜିବା ପାଇଁ ଯୋହନ ତାର 1 ଅଧ୍ୟାୟ 29-34 ପଦ ଦେଖିବା। 29। ତ ହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କର ମେଷ ଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋହର ଅଗ୍ରଗଣ୍ୟ ହେଇଅଛନ୍ତି, କାରଣ ସେ ମୋର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି। ସେ ଏହି, ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି। ଆଉ ଯୋହନ ସାକ୍ଷ୍ୟ ଦେଇ କହିଲେ, ମୋ ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି। ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ। ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ ସେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି। ସେ ସେହି ବ୍ୟକ୍ତି, ଆଉ ମୁଁ ତାହା ଦେଖିଅଛି ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି। ଏହି ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରରେ ବାପ୍ତିଜକ ଯୋହନ ଆମ ପ୍ରଶ୍ନର 2ଟି ଉତ୍ତର ଦେଇଥିଲେ, ଯାହାଦ୍ୱାରା ଯୀଶୁ କିଏ ଅଟନ୍ତି ତାହା ଆମେ ଜାଣିପାରିବା। ଏସବୁ ବହୁତ ସରଳ ଉତ୍ତର ଅଟେ, କିନ୍ତୁ ସେଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଅଛି। ସେ କିଏ ଅଟନ୍ତି? ପ୍ରଥମ ଉତ୍ତରରେ ବାପ୍ତିଜକ ଯୋହନ କହିଥିଲେ ସେ ହେଉଛନ୍ତି ଈଶ୍ୱରଙ୍କର ମେଷ ଶାବକ। ଆପଣ 29 ପଦରେ ଦେଖିପାରିବେ। ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏଇ ଦେଖ ଈଶ୍ୱରଙ୍କର ମେଷ ଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। ଆଉ ଗୋଟିଏ ପ୍ରଶ୍ନର ଉତ୍ତର ହେଉଛି ସେ ଈଶ୍ୱରଙ୍କ ମେଷ ଶାବକ। ଜଣେ ମନୁଷ୍ୟକୁ ମେଷ ଶାବକ କୁହାଯିବା ଆଶ୍ଚର୍ଯ୍ୟଜନକ ଲାଗିପାରେ। ଆସନ୍ତୁ, ବାପ୍ତିଜକ ଯୋହନ ଯେଉଁ ଅର୍ଥରେ ଏହା ବ୍ୟବହାର କରିଥିଲେ ସେହି ଅର୍ଥରେ ଈଶ୍ୱରଙ୍କ ମେଷ ଶାବକ ଯିଏ ଏ ଜଗତର ପାପ ବହି ନେଇଯାଆନ୍ତି ତାହାର ଅର୍ଥ ବିଚାର କରିବା। ମେଷ ଶାବକର ଅର୍ଥ ବୁଝିବା ପାଇଁ ଆମକୁ ଇସ୍ରାଏଲ ଦେଶର ପ୍ରାଚୀନ ଦିନଗୁଡ଼ିକ ପ୍ରତି ଫେରିଯିବାକୁ ହେବ। ଯେତେବେଳେ ଇସ୍ରାଏଲ ସନ୍ତାନମାନେ ମୋଶାଙ୍କ ନେତୃତ୍ୱରେ ମିଶର ଦେଶ ଛାଡ଼ି ବାହାରି ଆସିବାକୁ ପ୍ରସ୍ତୁତ ହେଉଥିଲେ, ଈଶ୍ୱର ସେମାନଙ୍କ ପାଇଁ ନିସ୍ତାର ପର୍ବ ଆରମ୍ଭ କରିଥିଲେ। ଆପଣ ଏହାକୁ ଯାତ୍ରା 12 ଅଧ୍ୟାୟରେ ଦେଖିପାରିବେ। ନିସ୍ତାର ପର୍ବ ଥିଲା ଏକ ପର୍ବ ଯାହା ଇସ୍ରାଏଲ ଲୋକମାନଙ୍କୁ ସେହି ମୃତ୍ୟୁର ଦୂତଙ୍କଠାରୁ ରକ୍ଷା କରିବା ପାଇଁ ପାଳନ କରିବାକୁ ପଡ଼ିଥିଲା, ଯିଏ ସମଗ୍ର ଅଞ୍ଚଳ ଦେଇ ଯିବେ। ସେମାନଙ୍କୁ ଏକ ନିର୍ଦ୍ଦେଶ ମେଷ ବାଛିବାକୁ ଥିଲା। ସେମାନଙ୍କୁ ଏହାକୁ କିଛି ଦିନ ପାଇଁ ରଖିବେ, ଯାହାଦ୍ୱାରା ନିଶ୍ଚିତ ହେବ ଯେ ଏହା ସିଦ୍ଧ ଅଛି, ଆଉ ତାପରେ ସେମାନେ ଏହାକୁ ବଧ କରିବେ। ରକ୍ତକୁ ଏକ ପାତ୍ରରେ ସଂଗ୍ରହ କରିବେ ଓ ତାଙ୍କର ଘରର ଦ୍ୱାରର ଉପରେ ଭାଗ ଓ ପଶ୍ଚ ସମ୍ବରରେ ରକ୍ତ ଲଗାଇବେ। ଏହି ପ୍ରକାରେ ଈଶ୍ୱର କହିଲେ ଯେ ସେ ସେମାନଙ୍କୁ ରକ୍ଷା କରିବେ। ମୃତ୍ୟୁଦୂତ ସେହି ଘର ଦେଇ ଯିବେ ଓ ଯେଉଁ ଦ୍ୱାରରେ ରକ୍ତ ଲାଗିଥିବ ସେହି ଘରର ପ୍ରଥମଜାତ ପୁତ୍ରଙ୍କୁ ମାରିବେ ନାହିଁ। ଏବେ ଆମେ ବୁଝିପାରୁଥିବା ଯେ ଯୋହନ କେଉଁ ଅର୍ଥରେ ଏହା କହିଥିଲେ। ଦେଖ, ଈଶ୍ୱରଙ୍କ ମେଷ ଶାବକ ଯିଏ ଜଗତର ପାପ ଭାର ବୋହି ନେଇ ଯାଆନ୍ତି। ଆପଣ ଦେଖୁଛନ୍ତି ମେଷ ଶାବକର ଉଦ୍ଦେଶ୍ୟ ଥିଲା ଯେ ଯେଉଁଠାରେ ରକ୍ତ ପ୍ରୟୋଗ ହୋଇଥିଲା ସେହି ଲୋକମାନଙ୍କୁ ରକ୍ଷା କରିବା। ଆମେ କହିପାରିବା ଯେ ମେଷ ଶାବକ ଥିଲେ ପ୍ରଥମଜାତ ସନ୍ତାନଙ୍କ ପ୍ରତିବଦଳ। ସେହିପରି ଯଦି ମେଷ ଶାବକ ମରିନଥାନ୍ତେ ତେବେ ସେମାନଙ୍କୁ ମରିବା ପାଇଁ ପଡ଼ିଥାନ୍ତା, ଯେଉଁମାନଙ୍କ ପାଇଁ ମେଷ ଶାବକ ମରିଗଲେ। ଏକ ଅତି ଅକ୍ଷରିକ ଚେତନାରେ ତାହା ଏକ ଶାରୀରିକ ମୃତ୍ୟୁ ଥିଲା। ବାପ୍ତିଜକ ଯୋହନ ଆମ ପ୍ରଶ୍ନର ଉତ୍ତର ଦେଇଥାଇ ପାରି
ଈଶ୍ୱରଙ୍କ ମେଷଶାବକ ମଧ୍ୟ ମୃତ୍ୟୁବରଣ କଲେ, ଯେପରି ଆମର ମୃତ୍ୟୁବରଣ କରିବାର ଆବଶ୍ୟକତା ନାହିଁ। ସେ ଶାରୀରିକ ମୃତ୍ୟୁ ପାଇଲେ ଏବଂ କାଲବରୀରେ ତାଙ୍କର ରକ୍ତ ଝରାଇଲେ, ଯେପରି ଆପଣ ଏବଂ ମୁଁ ପାପର ଫଳ ଭାବରେ ନିଶ୍ଚିତ ଏବଂ ସୁନିଶ୍ଚିତ ମୃତ୍ୟୁର ଦଣ୍ଡରୁ ମୁକ୍ତି ପାଇବା। ତେଣୁ ସେ ହେଉଛନ୍ତି ଈଶ୍ୱରଙ୍କର ମେଷଶାବକ। ଚାଲନ୍ତୁ ଆହୁରି ଆଗକୁ ଯାଇ ଦେଖିବା। ବାପ୍ତିଜକ ଜହନ ତାଙ୍କ ବିଷୟରେ ଆଉ କ'ଣ କହନ୍ତି? ଦ୍ୱିତୀୟ ଉତ୍ତର, ଜହନ କହିଥିଲେ ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର। ଈଶ୍ୱରଙ୍କ ପୁତ୍ର ବିଷୟରେ ଆପଣ 34 ପଦରେ ପାଇବେ। ମୁଁ ତାହା ଦେଖିଅଛି ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି। ତାହା ମଧ୍ୟ ଆଶ୍ଚର୍ଯ୍ୟ ଲାଗିପାରେ। ଈଶ୍ୱରଙ୍କ ପୁତ୍ର ଅଛନ୍ତି, ଏହା କେତେକ ଲୋକ ବୁଝିପାରନ୍ତି ନାହିଁ, କିନ୍ତୁ ଏହି ଶାସ୍ତ୍ରରେ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର କୁହାଯାଏ। ଲକ୍ଷ୍ୟ କରନ୍ତୁ, ବାପ୍ତିଜକ ଜହନ କହିଲେ ସେ ମୋ ଆଗରୁ ଥିଲେ। ପ୍ରକୃତ ଐତିହାସିକ ବିବରଣୀରେ ଯୀଶୁ ବାପ୍ତିଜକ ଜହନଙ୍କ ଠାରୁ ବୟସରେ 6 ମାସ କମ୍ ବୟସ୍କ ଥିଲେ, କିନ୍ତୁ ଜହନ କହିଥିଲେ ସେ ମୋ ଆଗରୁ ଥିଲେ। ସେ ସ୍ପଷ୍ଟ ଭାବରେ ସୂଚନା ଦେଉଛନ୍ତି ଯେ ଯୀଶୁ ପିତା ଈଶ୍ୱରଙ୍କ ସହିତ ଅନନ୍ତ କାଳରୁ ଥିଲେ। ସେ ଆହୁରି କହିଲେ ଯେ ସେ ଇସ୍ରାଏଲ ନିକଟରେ ପ୍ରକାଶ କରାଯାଇଥିଲେ, ଅର୍ଥାତ୍ ସେ ବିଶେଷ ବ୍ୟକ୍ତି ଭାବରେ ମନୋନୀତ କରାଯାଇଥିଲେ, ଯାହାଙ୍କ ମାଧ୍ୟମରେ ଈଶ୍ୱର ତାଙ୍କର କାର୍ଯ୍ୟ ପଦ୍ଧତିକୁ ସମ୍ପନ୍ନ କରିବେ। ତାହା ମନେ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଈଶ୍ୱରଙ୍କର ଏକ ଯୋଜନା ଅଛି ଏବଂ ସେ ସେହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ସେହି ଯୋଜନାରେ ଈଶ୍ୱରଙ୍କ ପୁତ୍ରଙ୍କୁ ଇସ୍ରାଏଲ ନିକଟରେ ପ୍ରକାଶ କରାଯିବ। ବାପ୍ତିଜକ ଜହନ ଏକ ଇସ୍ରାଏଲୀ ଥିଲେ। ସେ ଜର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଉଥିଲେ ଏବଂ ଯେଉଁମାନେ ବାପ୍ତିସ୍ମ ନେବାକୁ ତାଙ୍କ ନିକଟକୁ ଆସୁଥିଲେ ସେମାନେ ଜିହୁଦୀ ଜାତିର ଲୋକ ଥିଲେ। ଈଶ୍ୱର ଇସ୍ରାଏଲ ଲୋକମାନଙ୍କ ନିକଟରେ ତାଙ୍କର ଇଚ୍ଛା ପ୍ରକାଶ କରୁଥିଲେ। ଈଶ୍ୱରଙ୍କ ପୁତ୍ର ସେମାନଙ୍କ ପାଖକୁ ଆସୁଥିଲେ। ଈଶ୍ୱର ଆମକୁ ଜଣାଇଥିବା ଈଶ୍ୱରୀୟ ପ୍ରକାଶନର ଏହା ଏକ ନିର୍ଦ୍ଦିଷ୍ଟ ଅଂଶ ଅଟେ। ମୁଁ ଲକ୍ଷ୍ୟ କରୁଅଛି ଯେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷେକ କରାଯାଇଥିଲେ। ବାପ୍ତିଜକ ଜହନ କହିଥିଲେ ଯେ ଯେତେବେଳେ ସେ ଆତ୍ମାକୁ ଅବତରଣ ଏବଂ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ଅବସ୍ଥାନ କରୁଥିବା ଦେଖିବେ, ସେ ଜାଣିବେ ଯେ ସେହି ବ୍ୟକ୍ତି ହେଉଛନ୍ତି ଈଶ୍ୱରଙ୍କର ପୁତ୍ର। ଏହା ଠିକ୍ ସେହିପରି ଘଟିଥିବା ବିଷୟରେ ମାଥ୍ୟୁଙ୍କ ସୁସମାଚାରରେ ଆମକୁ କହୁଅଛି। ପବିତ୍ର ଆତ୍ମା ଯୀଶୁଙ୍କ ଡୁବନ ସମୟରେ ଓହ୍ଲାଇ ଆସିଲେ ଏବଂ ତାଙ୍କ ଉପରେ ଅବସ୍ଥାନ କଲେ। ତେବେ ଯୀଶୁ ତାଙ୍କୁ ଦେଖିଲେ। ସେହି ବାପ୍ତିଜକ ଜହନଙ୍କ ମୁଖରୁ ଆମର ପ୍ରଶ୍ନର ଉତ୍ତର ଆସୁଅଛି। ସେ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର। ତାହା ଆମ ପାଇଁ ଏକ ରହସ୍ୟ ହୋଇପାରେ, କିନ୍ତୁ ଏହା ଏକ ବାସ୍ତବତା। ଈଶ୍ୱର ମନୁଷ୍ୟ ହେଲେ। ଏହା ନୁହେଁ ଯେ ମନୁଷ୍ୟ ଈଶ୍ୱର ହେଲେ, କିନ୍ତୁ ଈଶ୍ୱର ମନୁଷ୍ୟ ହେଲେ। ତେଣୁ ଆମର ପ୍ରଶ୍ନର 2ଟି ଉତ୍ତର ଅଛି। ସେ କେମିତି ମନୁଷ୍ୟ ହେଲେ? ବାପ୍ତିଜକ ଜହନ କହିଥିଲେ ସେ ଈଶ୍ୱରଙ୍କର ମେଷଶାବକ ଏବଂ ସେ ପାପର ସମସ୍ୟା ସମାଧାନ କରନ୍ତି। ସେ ଈଶ୍ୱରଙ୍କ ପୁତ୍ର ଯିଏ ଯୋଗାଯୋଗର ସମସ୍ୟା ସମାଧାନ କରନ୍ତି। ସେ ଆମ ନିକଟରେ ଈଶ୍ୱରଙ୍କୁ ପ୍ରକାଶ କରିବାକୁ ମନୁଷ୍ୟ ରୂପରେ ଆସିଲେ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଆମେ ଧନ୍ୟବାଦ ଦେଉଛୁ ଏ ସମୟ ପାଇଁ। ତୁମେ ଯେ ପୁତ୍ର ରୂପ ନେଇ ଏ ଜଗତକୁ ଆସିଲ, ସେଥିପାଇଁ ଧନ୍ୟବାଦ ଦେଉଛୁ। ପ୍ରଭୁ, ଆମେ ପ୍ରାର୍ଥନା କରୁ ଯେ ଆମର ହୃଦୟକୁ ତୁମେ ଖୋଲ। ଆମେ ଯେତେବେଳେ ତୁମର ବାକ୍ୟ ପଢ଼ିବୁ, ତାହା ଯେମିତି ଆମେ ବୁଝିପାରିବୁ, ତୁମକୁ ଜାଣିପାରିବୁ, ତୁମେ ଆମକୁ ଆଶୀର୍ବାଦ କର। ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।